ଜୟ ଯୀଶୁ। ଆସନ୍ତୁ ଶୁଣିବା ପ୍ରଭୁଙ୍କର ପବିତ୍ର ବାକ୍ୟ, ଜୀବନ୍ତ ବାକ୍ୟ। ମାର୍କଙ୍କ ସୁସମାଚାର ଅଧ୍ୟାୟ 7 ପଦ ସଂଖ୍ୟା 1। କୁଳବୃଦ୍ଧମାନଙ୍କର ପରମ୍ପରା। ଫାରିସୀମାନେ ଜେରୁସାଲେମରୁ ଆସୁଥିବା କେତେକ ଧର୍ମଶାସ୍ତ୍ରୀ ଯୀଶୁଙ୍କ ଚତୁଃପାର୍ଶ୍ୱରେ ଏକତ୍ର ହେଲେ। ସେମାନେ ଲକ୍ଷ୍ୟ କଲେ ଯେ ତାଙ୍କର କେତେ ଜଣ ଶିଷ୍ୟମାନେ ଅଶୁଚି ହାତରେ ଅର୍ଥାତ୍ ଅଦୌତ ହାତରେ ଭୋଜନ କରୁଛନ୍ତି। କାରଣ ଫାରିସୀ ଆଉ ସମସ୍ତ ଯିହୁଦୀମାନେ ଭଲ ଭାବରେ ହାତ ନ ଧୋଇ ଭୋଜନ କରନ୍ତି ନାହିଁ। ଏହିପରି ଭାବରେ ସେମାନେ କୁଳବୃଦ୍ଧମାନଙ୍କର ପରମ୍ପରା ପାଳନ କରୁଥିଲେ। ସେମାନେ ହାଟ ବଜାରରୁ କୌଣସି ବସ୍ତୁ ନ ଧୋଇ ଖାଉନଥିଲେ। ଏହା ବ୍ୟତୀତ ଅନେକ ଅନ୍ୟ ପରମ୍ପରା ସେମାନେ ପାଳନ କରୁଥିଲେ, ଯେପରି ଗିନା, ପାତ୍ର, ପିତ୍ତଳ ବାସନ ଏବଂ ଆସନ ଆଦି ଧୋଇବା। ଫାରିସୀ ଓ ଧର୍ମଶାସ୍ତ୍ରୀମାନେ ତାକୁ ପ୍ରଶ୍ନ କଲେ, ଆମର କୁଳବୃଦ୍ଧମାନଙ୍କର ପ୍ରଥା ଅନୁସାରେ ନ ଚାଲି ଆପଣଙ୍କ ଶିଷ୍ୟମାନେ ହାତ ନ ଧୋଇ କାହିଁକି ଖାଉଛନ୍ତି? ଯୀଶୁ ସେମାନଙ୍କୁ କହିଲେ, ରେ କପଟିମାନେ ତୁମ୍ଭମାନଙ୍କ ସମ୍ବନ୍ଧରେ ଯିଶାୟା ଠିକ୍ ଭାବବାଣୀ କରିଛନ୍ତି। ଏହି ଜାତି ମୋତେ ଅଧରରେ ସମ୍ମାନ ଦିଏ, କିନ୍ତୁ ସେମାନଙ୍କର ହୃଦୟ ମୋ ଠାରୁ ଦୂରରେ। ସେମାନେ ମନୁଷ୍ୟମାନଙ୍କର ବିଧିଗୁଡ଼ିକୁ ଧର୍ମ ଉପଦେଶ ବାଣୀ ଭଳି ଶିକ୍ଷା ଦେଇ ବୃଥାରେ ମୋର ଆରାଧନା କରନ୍ତି। ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞାକୁ ପରିତ୍ୟାଗ କରି ମନୁଷ୍ୟର ପରମ୍ପରାକୁ ଦୃଢ଼ ଭାବେ ଧରିଥାଅ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଦେଖନ୍ତୁ ମୋର ଭାଇ ଓ ଭଉଣୀମାନେ, ଯୋହାନଙ୍କ ସୁସମାଚାର ଅଧ୍ୟାୟ 3 ପଦ ସଂଖ୍ୟା 16 ଆମେ ଶୁଣିବା। ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ସେ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ, ବରଂ ଅନନ୍ତ ଜୀବନ ଲାଭ କରିବ। ୟେସ୍, ପିତା ଈଶ୍ୱର ଆମ୍ଭମାନଙ୍କୁ ଦେଇଥିବା ସବୁଠାରୁ ବଡ଼ ପୁରସ୍କାର ଯୀଶୁ ନିଜେ, ଯାହାଦ୍ୱାରା ଆମେ ସେଇ ପ୍ରଭୁଙ୍କଠାରେ ଯୀଶୁଙ୍କଠାରେ ବିଶ୍ୱାସ କରି ସମସ୍ତେ ଆମେ ପରିତ୍ରାଣ ପାଇବୁ। ଏହି ସମାନ ବିଷୟ ଆହୁରି ମଣ୍ଡଳୀ ମଧ୍ୟ ଉଚ୍ଚକଣ୍ଠରେ ଘୋଷଣା କରିଛନ୍ତି। ପ୍ରେରିତମାନଙ୍କ କାର୍ଯ୍ୟାବଳୀ ଅଧ୍ୟାୟ 4 ପଦ ସଂଖ୍ୟା 12। ଈଶ୍ୱର ଯୀଶୁଙ୍କ ବ୍ୟତୀତ ଆଉ କାହାରିଠାରେ ପରିତ୍ରାଣ ନାହିଁ, କାରଣ ଆକାଶମଣ୍ଡଳ ତଳେ ମନୁଷ୍ୟମାନଙ୍କୁ ଅନ୍ୟ କୌଣସି ନାମ ଦିଆଯାଇ ନାହିଁ ଯେଉଁ ନାମରେ ଆମେ ପରିତ୍ରାଣ ଲାଭ କରିପାରିବା। ହାଲେଲୁୟା, ହାଲେଲୁୟା। ହେଲେ ଆମର ପରିତ୍ରାଣ ପାଇଁ ପିତା ଈଶ୍ୱର ଆମ୍ଭମାନଙ୍କ ନିକଟକୁ ପଠାଇଥିବା ଯୀଶୁ ଖ୍ରୀଷ୍ଟ, ପରିତ୍ରାଣ ପାଇଁ ଯୀଶୁଙ୍କୁ ଆମେ ତ୍ରାଣକର୍ତ୍ତା ରୂପେ ଆମେ ଗ୍ରହଣ କରିବା ଦରକାର। ସେ ସ୍ଥାପନ କରିଥିବା ମଣ୍ଡଳୀରେ ବିଶ୍ୱାସ କରିବା ଦରକାର। ବର୍ତ୍ତମାନ ସାଧୁ ମାର୍କ ଆମ୍ଭମାନଙ୍କ ସାମ୍ନାରେ ତାଙ୍କ ସୁସମାଚାର ଅଧ୍ୟାୟ 7ରେ 2 ପ୍ରକାର ଦୃଶ୍ୟ ଆମ୍ଭମାନଙ୍କୁ ଦେଖାଉଛନ୍ତି। ପ୍ରଥମ, କୁଳବୃଦ୍ଧମାନେ, ଫାରିସୀମାନେ, ଧର୍ମଶାସ୍ତ୍ରୀମାନେ, ଯେଉଁମାନେ ପ୍ରଭୁ ସ୍ପଷ୍ଟ ଭାବରେ ସେମାନେ କହୁଛନ୍ତି ଈଶ୍ୱରଙ୍କର ବାକ୍ୟଠାରୁ ସେମାନେ ଗୁରୁତ୍ୱ ଦେଉଛନ୍ତି କୁଳବୃଦ୍ଧମାନଙ୍କର ପରମ୍ପରାକୁ। ଯୀଶୁ ସ୍ପଷ୍ଟ ଭାବରେ କହୁଛନ୍ତି କେବଳ ଈଶ୍ୱର, ତାଙ୍କର ପୁତ୍ର ଯୀଶୁ, ତାଙ୍କଠାରେ ଥିବା ବିଶ୍ୱାସ, ତାହା ହିଁ ଆମ୍ଭମାନଙ୍କୁ ପରିତ୍ରାଣ ଆଡ଼େ, ସ୍ୱର୍ଗ ଆଡ଼େ ନେଇପାରିବ। ହେଲେ ଗୋଟିଏ ସାଇଡ୍
ଯେଉଁ ଇହୁଦୀ ଲୋକମାନେ ଲିଡରମାନେ ହିସାବରେ ଫାରିସୀମାନେ ଧର୍ମଶାସ୍ତ୍ରୀମାନେ ବାକ୍ୟ ସବୁବେଳେ ଜାଣୁଥିଲେ, ତ୍ରାଣକର୍ତ୍ତାଙ୍କ ଅପେକ୍ଷାରେ ରହୁଥିଲେ, ପ୍ରାର୍ଥନା କରୁଥିଲେ, ସେମାନଙ୍କ ସାମ୍ନାରେ ହିଁ ଯୀଶୁ ଠିଆ ହେଉଛନ୍ତି। ହେଲେ ତାହାଙ୍କଠାରୁ ସେଇ ପିତାଙ୍କର ସେଇ ସୁସମ୍ବାଦ ଶୁଣିବା ବଦଳରେ ବାରମ୍ବାର ତାକୁ ଦୋଷାରୋପ କରିବା ପାଇଁ ତାକୁ ଲକ୍ଷ୍ୟ କରି ତାଙ୍କ ପଛେ ପଛେ ବୁଲୁଥିବା ଲିଡରମାନେ ଗୋଟିଏ ସାଇଡ୍, ଆଉ ଗୋଟିଏ ସାଇଡ୍ ମାର୍କୋସ ସୁସମାଚାର ଅଧ୍ୟାୟ 7 ପଦ ସଂଖ୍ୟା 24ରୁ ସେରାଫେନିସିୟ ନାରୀର ବିଶ୍ୱାସ। ଯୀଶୁ ସେଠାରେ ବାହାରି ଯାଇ ତୀର ଆଉ ସିଦୋନ ଅଞ୍ଚଳକୁ ଯାତ୍ରା କଲେ। ସେ ଗୋଟିଏ ଗୃହରେ ପ୍ରବେଶ କଲେ ଏବଂ ତାହା କେହି ନ ଜାଣନ୍ତୁ ବୋଲି ସେ ଇଚ୍ଛା କଲେ, ତଥାପି ସେ ଅଜଣା ରହିପାରିଲେ ନାହିଁ। ବର୍ତ୍ତମାନ ଶୁଣିବା ବାକ୍ୟ 25। ଜଣେ ସ୍ତ୍ରୀ ଲୋକ ତାହାଙ୍କ ବିଷୟରେ ଶୁଣି ସେଠାରେ ଆସି ପହଞ୍ଚିଲା। ତାର ବୁଦ୍ଧାବିଷ୍ଟ ଛୋଟ ଝିଅଟିଏ ଥିଲା। ସେ ଆସି ଯୀଶୁଙ୍କ ପାଦ ତଳେ ପ୍रणिवाद କଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ହେଲେ ଯୀଶୁଙ୍କୁ ଚିହ୍ନୁଥିବା ଜଣେ ଅଣଇହୁଦୀ ଝିଅ, ଅଣଇହୁଦୀ ମା, ଏଠି ଆଉ ଲିଡର ମାନେ ସେଇ ତ୍ରାଣକର୍ତ୍ତାଙ୍କୁ ଚିହ୍ନି ପାରିଲେ ନାହିଁ। ବର୍ତ୍ତମାନ ଆମ୍ଭମାନଙ୍କ ପାଇଁ ଯୀଶୁ କିଏ? ଆମେ ପ୍ରତ୍ୟେକ ଜଣ ଏହି ପ୍ରଶ୍ନ ନିଜକୁ ଆମେ ପଚାରିବା ଦରକାର। ମୋ ପାଇଁ ଯୀଶୁ କିଏ? ୟେସ୍, ଏହା ଏହି ପ୍ରଶ୍ନର ଉତ୍ତର ଉପରେ ନିର୍ଭର କରିବ ଆମର ପରିତ୍ରାଣ। ମୋର ଯୀଶୁ ହେଉଛନ୍ତି ମୋର ପ୍ରଭୁ, ଯେଉଁ ସଦାପ୍ରଭୁ ମୋତେ ସୃଷ୍ଟି କରିଛନ୍ତି, ଯେଉଁ ସଦାପ୍ରଭୁ ମୋ ପାଇଁ ତାଙ୍କ ଜୀବନ ବଳି ଦେଇଛନ୍ତି, ଯେଉଁ ସଦାପ୍ରଭୁ ଏହି ପୃଥିବୀରେ କେମିତି ଜୀବନଯାପନ କରିବାର ଅଛି ବୋଲି ମୋତେ ଶିଖାଇବା ପାଇଁ ମଣ୍ଡଳୀ ଆଉ ପରିତ୍ରାଣ ପାଇଁ କ୍ୟାଥୋଲିକ୍ ମଣ୍ଡଳୀ ସ୍ଥାପନ କରିଛନ୍ତି। ମୋ ପାଇଁ ଯୀଶୁ ଏହା ସବୁ କି ନା କେବଳ ଗୋଟିଏ ଛବି, କେବଳ ଗୋଟିଏ ମୂର୍ତ୍ତି, ବେଳେବେଳେ କେତେକ ପ୍ରାର୍ଥନା ସବୁ କରିବା ପାଇଁ, ମୋର ଅଭାବର ଅସୁବିଧାରେ ଟିକେ ଧାଇକି ଯିବା ପାଇଁ, ଏମର୍ଜେନ୍ସିରେ, ସେତିକି ଚିନ୍ତା କରିବା ଦରକାର। ସେ ସମୟରେ ଲିଡରମାନେ, ଫାରିସୀମାନେ, ଧର୍ମଶାସ୍ତ୍ରୀମାନେ, ଯାଜକମାନେ ମହାଯାଜକଙ୍କ ସହିତ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ୟେସ୍, କିଏ ଜାଣେ ଆଜି ମଧ୍ୟ? କିଏ ଜାଣେ ସତରେ ଆମର ପ୍ରାର୍ଥନା ଗୁଡ଼ିକରେ ଯୀଶୁ ଅଛନ୍ତି କି? ଆମର ଗିର୍ଜା ଗୁଡ଼ିକରେ ଯୀଶୁ ଅଛନ୍ତି କି? ଦୁଇ ଥରେ ଆମେ ଚିନ୍ତା କରିବା ଦରକାର। ନହେଲେ ଯୀଶୁ ନଥିବା ଗିର୍ଜାଘର ଅବସ୍ଥା ଦେଖନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟ ଧନ୍ୟ ପରମେଶ୍ୱର, ତୁମକୁ ଆମର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ପାଇଁ, ଆମ ଜୀବନ ସମ୍ପୂର୍ଣ୍ଣ ଭାବେ ତୁମ ନିକଟ ଉତ୍ସର୍ଗ କରିବା ପାଇଁ ପ୍ରଭୁ, ତୁମେ ହିଁ ଆମ୍ଭମାନଙ୍କ ପାଇଁ ସବୁକିଛି, ଆଦି ଓ ଶେଷ, ଆରମ୍ଭ ଓ ଶେଷ। ସର୍ବଶକ୍ତିମାନ ପରମେଶ୍ୱର ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।